হ্যালো ফ্রেন্ডস, ଜୟ ଜଗନ୍ନାଥ। ଆପଣମାନେ କେମିତି ଅଛନ୍ତି? ଆଶା କরি ଆପଣମାନେ ସମସ୍ତେ ଭଲ ଅଛନ୍ତି। ମୁଁ ଯାଇଥିଲି ଜନତା ମଇଦାନୀ। ସେଠି ଗୋଟେ ଓଡ଼ିଶା ଗଭର୍ଣ୍ଣମେଣ୍ଟରୁ ଟ୍ରେଡ୍ ଫେୟାର ପଡ଼ିଥିଲା। ଆସନ୍ତୁ ଦେଖିବା ସେଇଠି ମୁଁ କ'ଣ କ'ଣ ଦେଖିଲି। ଫାଷ୍ଟ ଯାଇକି ମୁଁ ପଶି ଯାଇଥିଲି ମାଛ ଦେଖିବା ପାଇଁ। ସେଠି ପଶିକି ମୁଁ ବହୁତ ପ୍ରକାରର ମାଛ ଦେଖିଲି। ଦେଖନ୍ତୁ କେତେ ପ୍ରକାରର ମାଛ କେତେ ବଢ଼ିଆ ସେ ସଜାଇକି ରଖାଅଛି। ମୋତେ ତ ଦେଖିକି ବହୁତ ବଢ଼ିଆ ଲାଗିଲା। ଏଇଠି ଆସିକି ମୁଁ ଏମିତି ମାଛ ବି ଦେଖିଲି ଯେ ମାଛ ମୁଁ ଜାଣିଛି, ଆଉ ଏମିତି ବି ଦେଖିଲି ଯେଠି ମୁଁ କେବେ ନାମ ବି ଶୁଣି ନଥିଲି। ଆମମାନେ ଖାଲି ମାଛ କିଣିକି ଖାଇଦେଉଛି। ଆମମାନେ ବହୁତ ଲୋକ ଯେମିତି ମୁଁ ବି ଜାଣିନଥିଲି ମାଛ କେମିତି ରଖା ହୁଏ, କେମିତି ଚାଷ ହୁଏ। ଗୋଟେ କଥା କହିବାକୁ ଗଲେ ଏଠି ଆପଣ ଏଣ୍ଟରଟେନମେଣ୍ଟ ପ୍ଲସ୍ ନଲେଜ ଗେନ୍ ଦୁଇ ଭଲରେ କରିପାରିବେ। ଏବେ ଆମମାନେ ଆର ଗୋଟେ ଜାଗାରେ ପଶିଲୁ। ସେଠି ଯାଇକି ଦେଖିଲି ଏଠି ସମସ୍ତେ ଗୃହପାଳିତ ପଶୁମାନେ ଅଛନ୍ତି। ଗାଈ, ଛେଳି, ମହିଷି ଆଉ କେତେ କ'ଣ। ସେମାନେ କ'ଣ ଖାଉଛନ୍ତି, କେମିତି ରହୁଛନ୍ତି, ଇଚ୍ଛା ହେଲେ ଆପଣ ଏଠି ସବୁ ଜାଣିପାରିବେ। ସେଇଠି ବାହାରକୁ ଆସିକି ଆମମାନେ ଗୋଟେ ଲାଇନରେ ଠିଆ ହେଲୁ। ଜାଣିନଥିଲୁ ଯେ କ'ଣ ପାଇଁ ଲାଇନରେ ଠିଆ ହେଇଛି। ଭିତରେ ଯାଇକି ଦେଖିଲି ବହୁତ ରକମର କ୍ୟାଟ୍, ଡଗ୍, ବାର୍ଡ ସମସ୍ତ ଭ୍ୟାରାଇଟି ବ୍ରିଡର ରଖା ଅଛି। ସମସ୍ତମାନଙ୍କର ଖାଇବା ପିଇବା ମୋତେ ତ ଲାଗିଲା ଏହା ହେଉଛି ସବୁଠୁ କ୍ୟୁଟେଷ୍ଟ ସ୍ପେସ୍ ପୁରା ଏ ଫେୟାରରେ। ଏଠି ଆସିକି ମୋତେ ସତରେ ବହୁତ ଭଲ ଲାଗିଛି। এরপর আমরা সিধা আসিগলু আর গোটে জায়গায়। সেইটি দেখাউଥିଲେ পোল্ট্রি ফার্মে କ'ଣ ହେଉଛି, କେମିତି ରଖା ହେଉଛି, କ'ଣ ହୁଏ, ମେସିନ୍ କେମିତି ରଖା ହୁଏ, ମେସିନ୍ରେ କେମିତି କାମ କରନ୍ତି ସବୁ। ସତରେ ମୋର ପାଇଁ ଏ ଗୋଟେ ନୟା ଜିନିଷ, ବହୁତ ନୟା କିଛି ଜାଣିପାରିଲି। শুধু ଏତିକି ନୁହେଁ, ଛୁଆ ପିଲା ଖେଳିବା ପାଇଁ ବି ଏଠି ବହୁତ କିଛି ଥିଲା। ମୋ ଝିଅ ତ ଏଠି ଖେଳିକି ବହୁତ ଖୁସି। ଏଠି ଆସିକି ମୋତେ ତ ବହୁତ ବଢ଼ିଆ ଲାଗିଲା। ନୟା ଜିନିଷ ଜାଣିଲି, ଦେଖିଲି। ଆଉ ମୋର ବୁଲିବା ସାଙ୍ଗରେ ଭିଡ଼ିଓ ବି ମୁଁ ଏଠି ଖତମ କରୁଛି। ଜଲ୍ଦି ମିଳିବା ମୋର ଗୋଟେ ନୟା ଭିଡ଼ିଓରେ। ଆଉ ମୋ ଭିଡ଼ିଓ ଯଦି ଆପଣମାନଙ୍କୁ ଭଲ ଲାଗୁଛି ତ ପ୍ଲିଜ୍ ଫଲୋ କରିଦିଅନ୍ତୁ।